ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଶ୍ରୋତା ବନ୍ଧୁ, ଆଜି ବାସ୍ତବ ଭାରତ ଭାଗ 9ରେ ଆସନ୍ତୁ ଭାରତର 11ତମ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କାଲାମଙ୍କ ବିଷୟରେ କିଛି ଶୁଣିବା। ତାଙ୍କୁ ଦି ମିଜାଇଲ ମ୍ୟାନ୍ ଅଫ୍ ଇଣ୍ଡିଆ ମଧ୍ୟ କୁହାଯାଏ। ତାଙ୍କର ପୁରା ନାମ ଅଭୁଲ ପକିର ଜୈନୁଲାବଦିନ ଅବଦୁଲ କାଲାମ। ଜନ୍ମ ତାଙ୍କର 15 ଅକ୍ଟୋବର 1931 ମସିହା ମାଡ୍ରାସ ପ୍ରେସିଡେନ୍ସିର ରାମେଶ୍ୱରମଠାରେ। ଆଧୁନିକ ଭାରତ ମଡର୍ଣ୍ଣ ଇଣ୍ଡିଆ ତାମିଲନାଡୁ ରାଜ୍ୟରେ 83 ବର୍ଷ ବୟସରେ 27 ଜୁଲାଇ 2015ରେ ମେଘାଳୟର ଶିଲଂଠାରେ ତାଙ୍କର ମୃତ୍ୟୁ ହେଲା। ଭାରତର ପ୍ରଥମ ନାଗରିକ ଅର୍ଥାତ୍ ରାଷ୍ଟ୍ରପତି 11ତମ ରାଷ୍ଟ୍ରପତିର କାର୍ଯ୍ୟକାଳ ଥିଲା ତାଙ୍କର 2002ରୁ 2007। ତାମିଲନାଡୁର ରାମେଶ୍ୱରମଠାରେ ଜନ୍ମିତ ଏବଂ ପ୍ରତିପାଳିତ ହେଲେ ଏକ ମୁସଲମାନ ପରିବାରରେ। ପିତାଙ୍କର ନାମ ଜୈନୁଲାବଦିନ ମାରାକେୟାର ଏବଂ ତାଙ୍କର ମାତାଙ୍କର ନାମ ଆସିୟାମା। ପିତା ସ୍ଥାନୀୟ ମସଜିଦରେ ଇମାମ ଥିଲେ ଏବଂ ଏକ ଫେରି ବା ଯାତ୍ରୀବାହୀ ଡଙ୍ଗାର ମାଲିକ ଥିଲେ, ଯେଉଁ ଡଙ୍ଗା ପ୍ରତିଦିନ ହିନ୍ଦୁ ତୀର୍ଥଯାତ୍ରୀମାନଙ୍କୁ ରାମେଶ୍ୱରମ ଏବଂ ଧନୁଷକୋଡ଼ି ଦ୍ୱୀପ ମଧ୍ୟରେ ନେବା ଆଣିବା କରୁଥିଲା। ଅବଶ୍ୟ ଏବେ ଧନୁଷକୋଡ଼ିରେ କେହି ବସବାସ କରୁନାହାନ୍ତି, କେବଳ ଏକ ତୀର୍ଥଯାତ୍ରୀ ବା ପର୍ଯ୍ୟଟନ ସ୍ଥଳ ଭାବରେ ପରିଚିତ ହୋଇ ରହିଯାଇଛି। ମାତା ଜଣେ ସାଧାରଣ ଗୃହିଣୀ ଥିଲେ। ଏପିଜେ କାଲାମ ପଦାର୍ଥ ବିଜ୍ଞାନ ବା ଫିଜିକ୍ସ ଏବଂ ଏରୋସ୍ପେସ୍ ଇଞ୍ଜିନିୟରିଂ ପାଠ ପଢ଼ିଲେ। ନିଜର ଅସାଧାରଣ ଜ୍ଞାନ ଦ୍ୱାରା ପରବର୍ତ୍ତୀ 40 ବର୍ଷ ସେ ଜଣେ ବୈଜ୍ଞାନିକ ଏବଂ ସାଇନ୍ସ ଆଡମିନିଷ୍ଟ୍ରେଟର ବୈଜ୍ଞାନିକ ପ୍ରଶାସକ ରୂପରେ ବିଖ୍ୟାତ ହେଲେ। ମୁଖ୍ୟତଃ ଡିଆରଡିଓ ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ ଏବଂ ଇସ୍ରୋ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ଥିଲା ତାଙ୍କର କର୍ମଭୂମି। ତାପରେ ସେ ସାମିଲ ହେଲେ ଭାରତର ସିଭିଲିଆନ୍ ସ୍ପେସ୍ ପ୍ରୋଗ୍ରାମ ଏବଂ ସୈନ୍ୟ ବିଭାଗର ମିଜାଇଲ ଡେଭଲପମେଣ୍ଟ ପ୍ରୋଗ୍ରାମ ମାନଙ୍କରେ। ବାଲିଷ୍ଟିକ୍ ମିଜାଇଲ ଏବଂ ଲଞ୍ଚ ଭେହିକିଲ୍ ଟେକ୍ନୋଲୋଜିର ସେ ମୁଖ୍ୟ ବୈଜ୍ଞାନିକ ଥିଲେ, ତେଣୁ ତାଙ୍କୁ ଦି ମିଜାଇଲ ମ୍ୟାନ୍ ଅଫ୍ ଇଣ୍ଡିଆ ମଧ୍ୟ କୁହାଯାଏ। 1974ରେ ଭାରତର ପ୍ରଥମ ବାସ୍ତବ ନ୍ୟୁକ୍ଲିୟର ଟେଷ୍ଟ ଏବଂ 1998ରେ ପୋଖରାନ 2 ନ୍ୟୁକ୍ଲିୟର ଟେଷ୍ଟରେ କାଲାମ ମୁଖ୍ୟ କର୍ତ୍ତବ୍ୟ ପାଳନ କରିଥିଲେ, ଜଣେ ପ୍ରଶାସକ, ଟେକ୍ନିକାଲ ଏକ୍ସପର୍ଟ ଏବଂ ରାଜନୈତିକ ସ୍ତରରେ। କାଲାମ 40ଟି ୟୁନିଭର୍ସିଟିରୁ 7ଟି ଅନରାରୀ ଡକ୍ଟରେଟ୍ ଉପାଧି ପ୍ରାପ୍ତ କଲେ। ଭାରତ ସରକାର 1981ରେ ପଦ୍ମଭୂଷଣ ଏବଂ 1990ରେ ଇସ୍ରୋ ଏବଂ ଡିଆରଡିଓରେ କର୍ମ ପାଇଁ ପଦ୍ମବିଭୂଷଣ ପୁରସ୍କାରରେ ସମ୍ମାନିତ କରିଥିଲେ। ସେ ଭାରତ ସରକାରଙ୍କର ସାଇଣ୍ଟିଫିକ୍ ଆଡଭାଇଜର ଭାବେ ମଧ୍ୟ କର୍ତ୍ତବ୍ୟ ସମ୍ପାଦନ କଲେ। 1997ରେ ଭାରତର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ସମ୍ମାନିତ ହେଲେ ସାଇଣ୍ଟିଫିକ୍ ରିସର୍ଚ୍ଚ ଏବଂ ମଡର୍ଣ୍ଣାଇଜେସନ୍ ଅଫ୍ ଡିଫେନ୍ସ ଟେକ୍ନୋଲୋଜି ଇନ୍ ଇଣ୍ଡିଆ ପାଇଁ। 2008ରେ ହୋଭାର ମେଡାଲ, 2013ରେ ଭନ୍ ବ୍ରନ୍ ଆୱାର୍ଡରେ ସମ୍ମାନିତ ହେଲେ। 2012ର ଆଉଟଲୁକ୍ ଇଣ୍ଡିଆର ପୁଲରେ ସେ ଦ୍ୱିତୀୟ ସର୍ବୋତ୍କୃଷ୍ଟ ଭାରତୀୟ ଭାବରେ ସମ୍ମାନିତ ହୋଇଥିଲେ। ମୃତ୍ୟୁ ଉପାରନ୍ତେ ତାଙ୍କର ଖ୍ୟାତି କିଛି କମ୍ ନଥିଲା। ତାଙ୍କର ଜନ୍ମଦିନ 15 ଅକ୍ଟୋବରକୁ ୟୁଥ୍ ରିନାଏସାନ୍ସ ଡେ ବା ଯୁବା ପୁନର୍ଜାଗରଣ ଦିବସ ଭାବରେ ପାଳନ କରାଯାଉଛି। ତାମିଲନାଡୁ ସରକାର ଡକ୍ଟର ଏପିଜେ କାଲାମ ଆୱାର୍ଡ ଗଠନ କଲେ, ଯେଉଁଥିରେ ପୁରସ୍କାର ସ୍ୱରୂପ 8 ଗ୍ରାମ ସ୍ୱର୍ଣ୍ଣ ପଦକ ସହିତ 5 ଲକ୍ଷ ଭାରତୀୟ ଟଙ୍କା ପ୍ରଦାନର ବ୍ୟବସ୍ଥା ରଖାଯାଇଛି। ଏ ପୁରସ୍କାର ବାର୍ଷିକ ତାମିଲନାଡୁ ପ୍ରଦେଶର ବ୍ୟକ୍ତିଙ୍କୁ ମିଳୁଛି ଯିଏ ବୈଜ୍ଞାନିକ ପ୍ରଗତି, ମାନବିକତା ତଥା ଛାତ୍ରଙ୍କର ମଙ୍ଗଳ କର୍ମରେ ନିଜକୁ ସମର୍ପିତ କରୁଛନ୍ତି। ତାଙ୍କ ସମ୍ମାନରେ ସିବିଏସ୍ଇ ତାଙ୍କ ସିଲାବସରେ ଏପିଜେ କାଲାମଙ୍କ ନାମରେ ଏକ ବିଷୟ ସାମିଲ କରିଛନ୍ତି। 1915 ମସିହା ଅକ୍ଟୋବର 15 ତାଙ୍କର ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଛବି ଥିବା ଏକ ଡାକ ଟିକଟ ମଧ୍ୟ ଜାରି କରିଥିଲେ। ନାସାର ଜେଟ୍ ପ୍ରପେଲଜନ ଲାବୋରେଟୋରୀ ଜେପିଏଲ୍ ଦ୍ୱାରା ISS ଇଣ୍ଟରନ୍ୟାସନାଲ ସ୍ପେସ୍ ରିସର୍ଚ୍ଚ ଷ୍ଟେସନର ଫିଲ୍ଟରରେ ଏକ ନୂଆ ଜୀବାଣୁ ଆବିଷ୍କୃତ ହେଲା, ଯାହାର ନାମ ରଖାଗଲା ସଲିବେସିଲସ୍ କାଲାମି।
ମରଣ ଉପରାନ୍ତେ ତାଙ୍କ ନାମରେ ଅନେକ ଅନୁଷ୍ଠାନର ନାମ ବଦଳାଇ ଦିଆଗଲା। ଯେମିତି କେରଳ ଟେକ୍ନୋଲୋଜିକାଲ ୟୁନିଭର୍ସିଟି ହେଲା ଏପିଜେ ଅବଦୁଲ କାଲାମ ଟେକ୍ନୋଲୋଜିକାଲ ୟୁନିଭର୍ସିଟି। ବିହାରର ଏକ ଏଗ୍ରିକଲଚରାଲ କଲେଜର ନାମ ହେଲା ଡକ୍ଟର କାଲାମ ଏଗ୍ରିକଲଚରାଲ କଲେଜ। ବିଶାଖାପାଟନମରେ ଥିବା ଭାରତର ପ୍ରଥମ ମେଡ଼ିକାଲ ଟେକ୍ନୋଲୋଜି ଇନଷ୍ଟିଚ୍ୟୁଟ୍ର ନାମ ହେଲା କାଲାମ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲ୍ଥ ଟେକ୍ନୋଲୋଜି ଇତ୍ୟାଦି ଇତ୍ୟାଦି। ଶ୍ରୋତାବନ୍ଧୁ, କାଲାମ ଭାରତର 11ତମ ରାଷ୍ଟ୍ରପତି ହେଲେ 2002 ମସିହାରେ। ଭାରତ ଇତିହାସରେ ସେ ଏମିତି ଏକ ରାଷ୍ଟ୍ରପତି ହେଲେ ଯାହାଙ୍କୁ ଶାସକ ଭାରତୀୟ ଜନତା ପାର୍ଟି ତଥା ବିରୋଧୀ ଭାରତୀୟ ଜାତୀୟ କଂଗ୍ରେସ ଉଭୟ ସମର୍ଥନ କରିଥିଲେ। ତେଣୁ ସାରା ବିଶ୍ୱରେ ସେ ଜଣେ ପିପୁଲ୍ସ ପ୍ରେସିଡେଣ୍ଟ ଭାବେ ଖ୍ୟାତ ଅର୍ଜନ କଲେ। 5 ବର୍ଷ ପାଇଁ ପିପୁଲ୍ସ ପ୍ରେସିଡେଣ୍ଟ ଜନତାଙ୍କର ରାଷ୍ଟ୍ରପତି ଭାବରେ କର୍ମ ପରେ ପୁଣି ସେ ଲେଉଟି ଆସିଲେ ତାଙ୍କର ପାଠ ପଢ଼ାଇବା, ଲେଖାଲେଖି କରିବା ଏବଂ ଜନତାଙ୍କର ସେବା କର୍ମକୁ ସେହି କର୍ମରେ ନିଜକୁ ହଜାଇ ଦେଲେ। ଜୁଲାଇ 27, 2015 ମସିହାରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଶିଲଂଠାରେ ସେ ଛାତ୍ରମାନଙ୍କୁ ଅଭିଭାଷଣ ଦେଉଥିବା ସମୟରେ ହଠାତ୍ ହୃଦଘାତରେ ମୃତ୍ୟୁବରଣ କଲେ 83 ବର୍ଷ ବୟସରେ। ହଜାର ହଜାର ଛାତ୍ର, ସହକର୍ମୀ, ରାଜନୈତିକ ନେତା ଓ ସାଧାରଣ ନାଗରିକଙ୍କର ଗହଣରେ ତାଙ୍କର ଜନ୍ମମାଟି ସେହି ରାମେଶ୍ୱରମ ତାମିଲନାଡୁଠାରେ ତାଙ୍କୁ ସସମ୍ମାନେ କବର ଦିଆଗଲା। ଭାରତ ଜଣେ ସୁପୁତ୍ରଙ୍କୁ ଏ ଦେଶ ସବୁଦିନ ପାଇଁ ହରାଇଦେଲା। ତାଙ୍କର ଭାଷଣ, ପୁସ୍ତକ ଆଜି ସତେ ଯେମିତି ଜୀବନ୍ତ ହୋଇ ଉଠିଛନ୍ତି। ଭାରତୀୟ ତଥା ଛାତ୍ର ଓ ବୈଜ୍ଞାନିକମାନଙ୍କୁ ଦିଗ୍ଦର୍ଶନ ଦେବା ପାଇଁ ସେ ଯେଉଁ ସବୁ ପୁସ୍ତକମାନ ରଚନା କରିଯାଇଛନ୍ତି ସେଗୁଡ଼ିକ ହେଲା ଇଣ୍ଡିଆ 2020 ଏ ଭିଜନ ଫର୍ ନ୍ୟୁ ମିଲେନିୟମ, ୱିଙ୍ଗସ୍ ଅଫ୍ ଫାୟାର ଏନ୍ ଅଟୋବାୟୋଗ୍ରାଫି, ଇଗ୍ନାଇଟେଡ୍ ମାଇଣ୍ଡସ୍, ଅନଲିସିଂ ପାୱାର ୱିଦିନ୍ ଇଣ୍ଡିଆ, ଦି ଲୁମିନାସ୍ ସ୍ପାର୍କ, ଏ ବାୟୋଗ୍ରାଫି ଇନ୍ ଭାର୍ସ ଆଣ୍ଡ କଲର୍ସ, ଗାଇଡିଂ ସୋଲ୍ସ, ଡାଇଲଗ ଅନ୍ ଦି ପର୍ପୋଜ ଅଫ୍ ଲାଇଫ୍, ମିଶନ ଇଣ୍ଡିଆ, ଏ ଭିଜନ ଫର୍ ଇଣ୍ଡିଆନ୍ ୟୁଥ୍, ଇନ୍ସ୍ପାୟରିଂ ଥଟ୍ସ, କୋଟେସନ୍ ସିରିଜ, ୟୁ ଆର୍ ବର୍ନ ଟୁ ବ୍ଲୁଜୁମ୍, ଟେକ୍ ମାଇ ଜର୍ଣ୍ଣି ବିୟଣ୍ଡ, ଦି ସାଇଣ୍ଟିଫିକ୍ ଇଣ୍ଡିଆନ୍ସ, ଏ 21st century guide to the world around us, failure to success, legendary lives, target 3 million, you are unique, scale new heights, turning points, a journey through challenges, indomitable spirit, the spirit of India, thoughts for changes, we can do it, governance for growth in India, manifesto for change, forge your future, candid, forthright, inspiring, beyond 2020, a vision for tomorrow's India, guiding light, a selection of quotations from a favorite books, reignited, scientific pathways to a brighter future, transcendence, my spiritual experience with ପ୍ରମୁଖ ସ୍ୱାମୀଜୀ। ସେହିପରି ଦି ଫ୍ୟାମିଲି ଆଣ୍ଡ ଦ ନେସନ୍ ଏବଂ ଆଉ ଏକ କବିତା ସଂକଳନ ସଙ୍ଗ୍ସ ଅଫ୍ ଲାଇଫ୍, ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଫର୍ ଏ ସାଷ୍ଟେନେବୁଲ୍ ଫ୍ୟୁଚର, ଥଟ୍ସ ଅନ୍ ସାଷ୍ଟେନେବୁଲ୍ ଡେଭଲପମେଣ୍ଟ। ତେଣୁ ଏସବୁ ପୁସ୍ତକ ଗୁଡ଼ିକ ବିଭିନ୍ନ ବିଷୟବସ୍ତୁକୁ କଭର କରୁଛି ଏବଂ କାଲାମଙ୍କର ଜ୍ଞାନ ସେଥିରେ ଉଦ୍ଭାସିତ ହୋଇ ଉଠୁଛି। ପରିବାରରେ କାଲାମ 4 ଭାଇ ଥିଲେ ଏବଂ ଜଣେ ଭଉଣୀ ମଧ୍ୟରୁ ସବା ସାନ ଥିଲେ କାଲାମ। ତାଙ୍କ ପରିବାର ପୂର୍ବପୁରୁଷ ଧନୀ ବଣିକ ଥିଲେ। ମାରାକାୟାର ଟ୍ରେଡର୍ସ। ମାରାକାୟାର ଗୋଟିଏ ମୁସଲିମ ଧର୍ମୀୟ ଗୋଷ୍ଠୀ ତାମିଲନାଡୁ ଉପକୂଳ ଏବଂ ଶ୍ରୀଲଙ୍କାରେ ରହୁଛନ୍ତି। ସେମାନେ ଆରବ ବଣିକ ଏବଂ ସ୍ଥାନୀୟ ମହିଳାମାନଙ୍କର ବଂଶଧର। ପରିବାରର ବ୍ୟବସାୟ ଥିଲା ସଉଦାପତ୍ରର ପରିବହନ, ମୁଖ୍ୟ ଲ୍ୟାଣ୍ଡ ଏବଂ ଦ୍ୱୀପ ପାମ୍ବାନ ମଧ୍ୟରେ ତଥା ତୀର୍ଥଯାତ୍ରୀମାନଙ୍କୁ ଫେରିରେ ବୁଲାଇବା। ଯେବେ ପାମ୍ବାନ ବ୍ରିଜ୍ ହେଲା ସେବେ ତାଙ୍କ ପରିବାରର ବେପାର କମିଗଲା।
କାଲାମ ଜନ୍ମ ନେଲା ବେଳକୁ ପରିବାର ଗରିବ ସମୟ ଦେଇ ଗତି କରୁଥିଲା। ଜଣେ ଯୁବକ ହିସାବରେ କାଲାମ ସମ୍ବାଦପତ୍ର ବିକ୍ରି କରିବାକୁ ପଡ଼ୁଥିଲା ଘରର ଖର୍ଚ୍ଚ ବହନ କରିବା ପାଇଁ। ସ୍କୁଲରେ କାଲାମ ଜଣେ ଏଭାରେଜ ଷ୍ଟୁଡେଣ୍ଟ ଥିଲେ, କିନ୍ତୁ ଥିଲେ କଠିନ ପରିଶ୍ରମୀ ଏବଂ ଜ୍ଞାନ ଆହରଣ କରିବାର ପ୍ରବଳ ଉତ୍କଣ୍ଠା ଥିଲା ତାଙ୍କ ମଧ୍ୟରେ। ଗଣିତ ପଢ଼ିବାରେ ସେ ଘଣ୍ଟା ଘଣ୍ଟା ବିତାଉଥିଲେ। ରାମେଶ୍ୱରମର ସ୍କ୍ୱାଜ୍ ହାୟର ସେକେଣ୍ଡାରୀ ସ୍କୁଲରେ ପାଠପଢ଼ା ଶେଷ କରି ସେଣ୍ଟ ଜୋସେଫ କଲେଜ ତିରୁଚିରାପଲ୍ଲୀରୁ ଫିଜିକ୍ସରେ ଗ୍ରାଜୁଏସନ୍ ପାସ୍ କଲେ। ଏରୋସ୍ପେସ୍ ଇଞ୍ଜିନିୟରିଂ ପଢ଼ିବା ପାଇଁ ମାଡ୍ରାସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ପଢ଼ିଲେ। ଗୋଟିଏ ସିନିୟର କ୍ଲାସ୍ ପ୍ରୋଜେକ୍ଟରେ କାମ କରି କାଲାମ ସ୍କଲାରସିପ୍ ପାଉଥିଲେ, ମାତ୍ର ତାଙ୍କ କାମରେ ଇନଷ୍ଟିଚ୍ୟୁଟ୍ର ଡିନ୍ ସନ୍ତୁଷ୍ଟ ନଥିଲେ। ମାତ୍ର 3 ଦିନରେ ଯଦି ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ନ କର ତେବେ ସ୍କଲାରସିପ୍ କାଟିଦେବାର ଧମକ ଦେଲେ ଡିନ୍। କାଲାମଙ୍କର ଛାତ୍ର ଜୀବନରେ ଏହା ଏକ ବଡ଼ ଆହ୍ୱାନ ଥିଲା। ମାତ୍ର 3 ଦିନରେ ସେ କାମଟିକୁ ସାରି ଡିନ୍ଙ୍କୁ ସନ୍ତୁଷ୍ଟ କରିପାରିଥିଲେ। ଇଞ୍ଜିନିୟରିଂ ପାସ୍ କଲା ପରେ ସେ 2ଟି ଇଣ୍ଟରଭ୍ୟୁ ଦେବା ପାଇଁ ଚାହିଁଲେ। ଗୋଟିଏ ଥିଲା ମିନିଷ୍ଟ୍ରି ଅଫ୍ ଡିଫେନ୍ସରେ ଏବଂ ଅନ୍ୟଟି ଥିଲା ଏୟାରଫୋର୍ସ ଡେରାଡୁନରେ। ଡିଫେନ୍ସ ପରୀକ୍ଷାଟି ଦିଲ୍ଲୀରେ ଥିଲା ଏବଂ ଏୟାରଫୋର୍ସ ଡେରାଡୁନରେ ଥିଲା। ଦିଲ୍ଲୀ ଦେଇ ଡେରାଡୁନ ଗଲେ ଏବଂ ଡେରାଡୁନରୁ ଦିଲ୍ଲୀ ତାଙ୍କର ଆସିବାର ଥିଲା। ଡେରାଡୁନରେ 25 ଜଣ ପିଲା ଏକ୍ଜାମ୍ ଦେବାକୁ ଆସିଥିଲେ। 25ରୁ ମାତ୍ର 8 ଜଣ ପିଲାଙ୍କୁ ବାଛିବାର ଥିଲା ଏୟାରଫୋର୍ସରେ। ମାତ୍ର କାଲାମଙ୍କର ର୍ୟାଙ୍କ 9ମ ଆସିଲା, ତେଣୁ ସେ ଫେଲ୍ ହୋଇଗଲେ। ଡେରାଡୁନରୁ ଋଷିକେଶରେ ଓହ୍ଲାଇ ଋଷିକେଶରେ ସ୍ୱାମୀ ଶିବାନନ୍ଦଙ୍କ ସହିତ ତାଙ୍କର ସାକ୍ଷାତକାର ହେଲା। ସ୍ୱାମୀ ଏକ ବହି ଭଗବତ ଗୀତା ଦେଇଥିଲେ। ଦେଇକି କହିଲେ, ଯଦି ହୃଦୟରେ ପ୍ରବଳ ଇଚ୍ଛାଶକ୍ତି ରହିଛି ଏବଂ ତାହା ପବିତ୍ର ଭାବ ରହିଛି, ତେବେ ସେଥିରୁ ଏକ ଅଦମ୍ୟ ବଳ ପ୍ରାପ୍ତ ହେବ। ଯାହା ତୁମେ ଚାହୁଁଛ ସେଥିରେ ତୁମେ ବିଶ୍ୱାସ ରଖ। ଭଗବତ ଗୀତାକୁ ହୃଦୟ ଦେଇ ପଢ଼। ତୁମର ଯାହା ଭାବ ରହିଛି ତାହା ତୁମ ଜୀବନରେ ନିଶ୍ଚୟ ପ୍ରାପ୍ତ କରିବ। ତେଣୁ କାଲାମ ଋଷିକେଶରୁ ଦିଲ୍ଲୀ ଆସିଲେ। ମିନିଷ୍ଟ୍ରି ଅଫ୍ ଡିଫେନ୍ସର DRDOରେ ଚାକିରି ତାଙ୍କୁ ମିଳିଲା। ଏହି DRDO ତାଙ୍କର କ୍ୟାରିୟରର ଭିତ୍ତିଭୂମି ହେଲା। ଡକ୍ଟର ବିକ୍ରମ ସାରାଭାଇଙ୍କର ଟିମ୍ରେ ସେ ଯୋଗ ଦେଲେ। ମନପ୍ରାଣ ଦେଇ କର୍ମକ୍ଷେତ୍ରରେ ଆଗକୁ ବଢ଼ିଲେ। ଡକ୍ଟର ସାରାଭାଇଙ୍କର ଟିମ୍ରୁ ସିଲେକ୍ଟ ହୋଇ କାଲାମ ମନୋନୀତ ହେଲେ ନାସାରେ 6 ମାସ ଟ୍ରେନିଂ ପାଇଁ। ନାସାରେ ତାଙ୍କର ବୁଦ୍ଧିମତ୍ତା ଏବଂ କର୍ମତତ୍ପରତା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଲେ। ନାସା ପକ୍ଷରୁ ତାଙ୍କୁ ବିଭିନ୍ନ ଅଫର ଦିଆଗଲା। ଉଚ୍ଚ ଦରମାର ଚାକିରି, ଭଲ ଚାକିରି, ଆମେରିକାନ ସିଟିଜେନସିପ୍ ତାଙ୍କୁ ଅଫର କରାଗଲା। ଦେଶ ସେବାର ଆଦର୍ଶକୁ ଆପଣାଇ ଭାରତ ମାତାର ସେବା କରିବେ କି ଏକ ଉଚ୍ଚ ଚାକିରି, ଉଚ୍ଚ ଦରମା ଏବଂ ଏକ ବିଳାସପୂର୍ଣ୍ଣ ଜୀବନକୁ ଆପଣାଇବେ, ଏହା ବିଚାର କରିବା ଏକ ବଡ଼ ନିଷ୍ପତ୍ତି ଥିଲା ତାଙ୍କ ଜୀବନରେ। ଭାରତ ମାତାର ସେବା କରିବାକୁ ସେ ମନ ବଳାଇଲେ। ଭାରତକୁ ଫେରିଆସିଲେ। ଇସ୍ରୋ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନରେ ଜଣେ ସାଇଣ୍ଟିଷ୍ଟ ଭାବରେ ଯୋଗ ଦେଲେ। କାଲାମ ସବୁବେଳେ ସମସ୍ୟା ଏବଂ ଅସୁବିଧା ମଧ୍ୟରେ ଫରକକୁ ବୁଝୁଥିଲେ। ସମସ୍ୟା ଉପରେ ଗୁରୁତ୍ୱ ନ ଦେଇ ଅସୁବିଧାକୁ ସୁବିଧା କରିବାର କୌଶଳକୁ ନିଜ ଭିତରେ ବିକଶିତ କଲେ। ଭାରତ ସରକାର ଇସ୍ରୋର କାମ ପାଇଁ ଯଥେଷ୍ଟ ବଜେଟର ବ୍ୟବସ୍ଥା କରିନଥିଲେ। ଏହା କାଲାମଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ଏକ ବଡ଼ ଆହ୍ୱାନ ଥିଲା। ସରକାର ଅଫିସ କରିବା ପାଇଁ ଏକ ପୁରୁଣା ଚର୍ଚ୍ଚ, ସେଣ୍ଟ ମେରୀ ଚର୍ଚ୍ଚ ଦେଇଥିଲେ। ସେଇଟିକୁ କାଲାମ ତାଙ୍କର ଅଫିସ ଭାବରେ ବ୍ୟବହାର କଲେ। ନାସାର କାଲାମଙ୍କର ସହିତ ଫେରିଥିବା ବୈଜ୍ଞାନିକମାନେ ସେହି ଚର୍ଚ୍ଚରେ ବସି ତାଙ୍କ କାମ କରିବା ଆରମ୍ଭ କଲେ। ପାଖରେ ଥିଲା ସମୁଦ୍ର। ସମୁଦ୍ର କୂଳରେ ହିଁ ନିଜର ଲଞ୍ଚ ପ୍ୟାଡ୍ ବନାଇଲେ। ଚର୍ଚ୍ଚର ଗୁହାଳ ତାଙ୍କର ବିଜ୍ଞାନାଗାର ବା ଲ୍ୟାବୋରେଟୋରୀ ବନିଗଲା। ଚର୍ଚ୍ଚର ଫାଦାରଙ୍କର ଘରକୁ ୱାର୍କସପ୍ କରାଗଲା। ଏପରିକି ସାଇକେଲ ଏବଂ ବଳଦ ଗାଡ଼ିରେ ରକେଟ୍ ଗୁଡ଼ିକୁ ଲଞ୍ଚ ପ୍ୟାଡ୍କୁ ନେଇ ଯିବାରେ କେହି କୁଣ୍ଠାବୋଧ କରୁନଥିଲେ। ଏଭଳି ଅକ୍ଳାନ୍ତ ପରିଶ୍ରମ ଏବଂ ପ୍ରୟାସ ଦ୍ୱାରା ଭାରତର ପ୍ରଥମ ସାଉଣ୍ଡିଂ ରକେଟ୍ ଲଞ୍ଚ କଲା 1963 ମସିହାରେ। ରକେଟ୍ ବନାଇବାରେ କାଲାମ ଏତେ ମସଗୁଲ ହୋଇଗଲେ ଯେ ତାଙ୍କର ବାହାଘର ଦିନ ଏବଂ ସମୟ ଜ୍ଞାନକୁ ସେ ପାସୋରି ପକାଇଲେ। ବୟସ 32 ବର୍ଷ ଥିଲା। ବାହାଘରରେ ବସି ବସି ଲୋକ ଘରକୁ ଫେରିଗଲେ।
ମାତ୍ର କାଲାମଙ୍କର ଦେଖା ନାହିଁ। ବାହାଘର ହୋଇପାରିଲାନି। କାଲାମ ପୁଣି ବିବାହ ବନ୍ଧନରେ ବାନ୍ଧି ହେବାକୁ ମନ ବଳାଇଲେ ନାହିଁ। 1969ରେ ତାଙ୍କୁ ଇସ୍ରୋର ଡାଇରେକ୍ଟର ଭାର ବହନ କରିବାକୁ ପଡ଼ିଲା। ଏବେ SLV-3 ଯଥା ସାଟେଲାଇଟ୍ ଲଞ୍ଚ ଭେହିକିଲ୍, ଗୋଟିଏ ସାଟେଲାଇଟ୍ ବା କୃତ୍ରିମ ଉପଗ୍ରହକୁ ମହାକାଶକୁ ପଠାଇବା ବା ଲଞ୍ଚ କରିବା ପାଇଁ ଏକ SLV ଦରକାର। ଦରକାର ପଡ଼ିଥାଏ। ଠିକ୍ ଯେମିତି ଗୁଳିଟିଏ ମାରିବା ପାଇଁ ବନ୍ଧୁକଟିଏ ଆବଶ୍ୟକ, ଅର୍ଥାତ୍ ଗୁଳିଟି ସାଟେଲାଇଟ୍ ହେଲେ ବନ୍ଧୁକଟି SLV ସହିତ ତୁଳନୀୟ। 1970ରୁ 1990 ମଧ୍ୟରେ କାଲାମ SLV-3 ପ୍ରୋଜେକ୍ଟ ସହିତ PSLV ପୋଲାର ସାଟେଲାଇଟ୍ ଲଞ୍ଚ ଭେହିକିଲ୍ ପ୍ରୋଜେକ୍ଟ ଏକା ସହିତ ସଫଳତାର ସହିତ ଆଗେଇ ନେଲେ। TBRL ଅର୍ଥାତ୍ ଟର୍ମିନାଲ ବାଲିଷ୍ଟିକ୍ ରିସର୍ଚ୍ଚ ଲ୍ୟାବୋରେଟୋରୀ, ଯାହା DRDOର ଏକ ମୁଖ୍ୟ ଲାବୋରେଟୋରୀ, ତାର ମୁଖ୍ୟ ରାଜା ରାମାନ୍ନା କାଲାମଙ୍କୁ ନିମନ୍ତ୍ରଣ କଲେ ଭାରତର ପ୍ରଥମ ନ୍ୟୁକ୍ଲିୟର ଟେଷ୍ଟ ଅଣୁଅସ୍ତ୍ର, ଯାହାର ନାମ ଥିଲା ସ୍ମାଇଲିଂ ବୁଧ। 1970ରେ କାଲାମ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟର ମୁଖ୍ୟ ହେଲେ, ପ୍ରୋଜେକ୍ଟ ଡେଭିଲ୍ ଏବଂ ପ୍ରୋଜେକ୍ଟ ଭାଲିଆଣ୍ଟ, ଯାହାର ଉଦ୍ଦେଶ୍ୟ ଥିଲା ବାଲିଷ୍ଟିକ୍ ମିଜାଇଲ୍ ଅସ୍ତ୍ରବହନକାରୀ ରକେଟର ନିର୍ମାଣ। ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଥିଲେ ଶ୍ରୀମତୀ ଇନ୍ଦିରା ଗାନ୍ଧୀ। ଭାରତର ମନ୍ତ୍ରିମଣ୍ଡଳର ପ୍ରତିରୋଧ ସତ୍ତ୍ୱେ ଏ ବାଲିଷ୍ଟିକ୍ ମିଜାଇଲ୍ ପ୍ରୋଜେକ୍ଟକୁ ଗୋପନୀୟ ଭାବରେ ଶ୍ରୀମତୀ ଗାନ୍ଧୀ ଅର୍ଥ ଯୋଗାଇଥିଲେ। ପରବର୍ତ୍ତୀ ସମୟରେ ଭାରତ ସରକାର IGMDP ଅର୍ଥାତ୍ ଇଣ୍ଟିଗ୍ରେଟେଡ୍ ଗାଇଡେଡ୍ ମିଜାଇଲ୍ ଡେଭଲପମେଣ୍ଟ ପ୍ରୋଗ୍ରାମର ଗୁରୁତ୍ୱ ବୁଝି ଡକ୍ଟର କାଲାମଙ୍କ ନେତୃତ୍ୱରେ IGMDP ପାଇଁ 3.88 ବିଲିୟନ ଟଙ୍କା ମଞ୍ଜୁର କଲେ। ଫଳରେ ଭାରତ ଅଗ୍ନି ଏବଂ ପୃଥିବୀ ଭଳି ମିଜାଇଲ୍ ନିର୍ମାଣ କରିବାରେ ସଫଳ ହେଲା। 1992ରୁ 1999 ଡକ୍ଟର କାଲାମ ଭାରତର ପ୍ରଧାନମନ୍ତ୍ରୀଙ୍କର ଚିଫ୍ ସାଇଣ୍ଟିଫିକ୍ ଆଡଭାଇଜର ତଥା DRDO ଡିଫେନ୍ସ ରିସର୍ଚ୍ଚ ଡେଭଲପମେଣ୍ଟ ଅର୍ଗାନାଇଜେସନର ସେକ୍ରେଟାରୀ ହେଲେ। ତାଙ୍କ ନେତୃତ୍ୱରେ ପୋଖରାନ୍-2 ଆଣବିକ ଅସ୍ତ୍ର ପରୀକ୍ଷା ସଫଳ ହୋଇଥିଲା। 1998ରେ ବିଖ୍ୟାତ କାର୍ଡ଼ିଓଲୋଜିଷ୍ଟ ସୋମା ରାଜୁଙ୍କ ସହିତ ମିଶି ଏକ କୃତ୍ରିମ ସ୍ୱଳ୍ପ ମୂଲ୍ୟର କରୋନାରୀ ଷ୍ଟେଣ୍ଟ ନିର୍ମାଣ କଲେ, ଯାହାର ନାମ ଥିଲା କାଲାମ ରାଜୁ ଷ୍ଟେଣ୍ଟ। କରୋନାରୀ ଷ୍ଟେଣ୍ଟ ଏକ ପ୍ରସାରଣଶୀଳ ଧାତବ ପାଇପ୍, ଯାହା କରୋନାରୀ ଆର୍ଟେରୀରେ ପୁରାଇ ଦେଲେ ଆର୍ଟେରୀ ଆଉ ସଂକୁଚିତ ବା ବନ୍ଦ ହୁଏ ନାହିଁ। ଏହା ରୋଗୀକୁ ହୃଦଘାତରୁ ରକ୍ଷା କରିଥାଏ। ସେମିତି 2012ରେ ସୋମା ରାଜୁ ଏବଂ ଡକ୍ଟର କାଲାମ ମିଶି ଏକ ରାଗ୍ଡ ଟାବଲେଟ୍ କମ୍ପ୍ୟୁଟର, ଯେଉଁ ଛୋଟ କମ୍ପ୍ୟୁଟର ଅତ୍ୟନ୍ତ ପ୍ରତିକୂଳ ଜଳବାୟୁରେ ମଧ୍ୟ କାମ କରିପାରେ, ତାହା ନିର୍ମାଣ କଲେ, ଯାହା ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉପଯୋଗ ହୋଇପାରିଲା। ଏହାର ନାମ ଥିଲା କାଲାମ ରାଜୁ ଟାବଲେଟ୍। ଡକ୍ଟର କାଲାମ ଦେଶର 11ତମ ରାଷ୍ଟ୍ରପତି ହେଲେ। 2002ରେ ସେ ଥିଲେ ପ୍ରଥମ ବୈଜ୍ଞାନିକ ତଥା ପ୍ରଥମ ଅବିବାହିତ ରାଷ୍ଟ୍ରପତି। ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଏବଂ ଜାକିର ହୁସେନଙ୍କ ପରେ ଭାରତରତ୍ନ ପ୍ରାପ୍ତ ତୃତୀୟ ରାଷ୍ଟ୍ରପତି ଥିଲେ ଡକ୍ଟର କାଲାମ। ତାଙ୍କ ରାଷ୍ଟ୍ରପତି ସମୟରେ କେତେକ ଉଲ୍ଲେଖନୀୟ ବିଲ୍ ଯଥା ଅଫିସ୍ ଅଫ୍ ପ୍ରଫିଟ୍ ବିଲ୍କୁ ଅନୁମତି ଦେବା ଏକ ତାଙ୍କ ପାଇଁ କଷ୍ଟ ନିଷ୍ପତ୍ତି ଥିଲା। ଭାରତର ସମ୍ବିଧାନର ଆର୍ଟିକଲ 72ରେ ଜଣେ ରାଷ୍ଟ୍ରପତିଙ୍କୁ କ୍ଷମତା ଦେଇଛି ଜଣେ ମୃତ୍ୟୁଦଣ୍ଡ ପାଇଥିବା ଲୋକକୁ କ୍ଷମା କରିଦେବାର। ତାଙ୍କ ରାଷ୍ଟ୍ରପତି ଅବଧିରେ ମାତ୍ର ଜଣକୁ ସେ କ୍ଷମା ଦେଇଥିଲେ। ସବୁଠାରୁ ଉଲ୍ଲେଖନୀୟ କ୍ଷମା ଆବେଦନ ତାଙ୍କ ପାଖକୁ ଆସିଥିଲା ଆଫଜଲ ଗୁରୁର, ଯିଏ ଜଣେ କାଶ୍ମୀରୀ ଆତଙ୍କବାଦୀ ଥିଲେ ଏବଂ ସେ ଷଡ଼ଯନ୍ତ୍ର କରିଥିଲେ ଡିସେମ୍ବର 2001ରେ ଭାରତୀୟ ପାର୍ଲିଆମେଣ୍ଟରେ ଆକ୍ରମଣ କରିବାରେ। ମାତ୍ର ରାଷ୍ଟ୍ରପତିଙ୍କୁ କ୍ଷମା ଆବେଦନ ପାଇଁ ସମୟ ଗଡ଼ିବାରୁ ଦି ସୁପ୍ରିମ୍ କୋର୍ଟ ଅଫ୍ ଇଣ୍ଡିଆଙ୍କର ଆଦେଶରେ ଆଫଜଲ ଗୁରୁକୁ ଫାଶୀ ଦିଆଯାଇଥିଲା। 2003ରେ ଦେଶର ବର୍ଦ୍ଧିତ ଜନସଂଖ୍ୟାକୁ ଦେଖି ଡକ୍ଟର କାଲାମ ଦେଶରେ ଏକ ୟୁନିଫର୍ମ ସିଭିଲ୍ କୋଡ଼ର ବ୍ୟବସ୍ଥାକୁ ସମର୍ଥନ ଜଣାଇଥିଲେ। ଦ୍ୱିତୀୟ ଥର ରାଷ୍ଟ୍ରପତି ହେବାର ପ୍ରସ୍ତାବ ବିଭିନ୍ନ ରାଜନୈତିକ ଦଳ ତରଫରୁ ଆସିଥିଲେ ମଧ୍ୟ ସେ ଶେଷରେ ସେଥିରୁ ଓହରି ଯାଇଥିଲେ। 2002 ପରେ
ଡକ୍ଟର କାଲାମ ପୁଣି ଲେଉଟି ଆସିଲେ ତାଙ୍କର ପାଠପଢ଼ା ଜୀବନଧାରାକୁ। ଦେଶର କେତେକ ପ୍ରମୁଖ ବିଶ୍ୱବିଦ୍ୟାଳୟରେ ଡକ୍ଟର କାଲାମ ଜଣେ ଭିଜିଟିଂ ପ୍ରଫେସର ଅନରାରୀ ଫେଲୋ ରୂପରେ କାର୍ଯ୍ୟ କର୍ତ୍ତବ୍ୟ ସମ୍ପାଦନ କଲେ। ଏପିଜେ କାଲାମ 5 ଭାଇ ଭଉଣୀରୁ ସବା ସାନ ଥିଲେ। ବଡ଼ ଭଉଣୀ ଥିଲେ ଅସୀମ ଜୋହରା। ବଡ଼ 3 ଭାଇ ତାଙ୍କର ଇହଧାମ ତ୍ୟାଗ କଲେ। ସେମାନଙ୍କର ସନ୍ତାନମାନଙ୍କ ସହିତ ଡକ୍ଟର କାଲାମଙ୍କର ସମ୍ପର୍କ ଅତି ନିବିଡ଼ ଥିଲା। ନିୟମିତ ଘରକୁ କିଛି ଟଙ୍କା ମଧ୍ୟ ସେ ପଠାଉଥିଲେ। ତାଙ୍କ ଜୀବନ ଅତ୍ୟନ୍ତ ସରଳ ଥିଲା। ସେ ଶାକାହାରୀ ତଥା ନିଶାଦ୍ରବ୍ୟଠାରୁ ବହୁ ଦୂରରେ ଥିଲେ। ସାରା ଜୀବନ କାଳ ଟେଲିଭିଜନଟିଏ ମଧ୍ୟ ତାଙ୍କ ପାଖରେ ନଥିଲା। ସକାଳ 6:30ରୁ 7 ମଧ୍ୟରେ ଉଠି ପଡ଼ୁଥିଲେ ତଥା ରାତ୍ରିରେ 2ଟା ପରେ ଶୋଉଥିଲେ। ତାଙ୍କର ସ୍ଥାବର ଅସ୍ଥାବର ସମ୍ପତ୍ତି ଥିଲା ତାଙ୍କର ପୁସ୍ତକ, ତାଙ୍କର ବୀଣା, କିଛି ପୋଷାକ, ଏକ CD ପ୍ଲେୟାର, ଗୋଟିଏ ଲାପଟପ୍ ଇତ୍ୟାଦି। ମୃତ୍ୟୁବେଳକୁ ତାଙ୍କର କିଛି ଉଇଲ୍ ନଥିଲା। ଯାହା କିଛି ବି ସମ୍ପତ୍ତି ଥିଲା ସବୁ ତାଙ୍କ ବଡ଼ ଭାଇଙ୍କ ପିଲାମାନଙ୍କ ପାଖକୁ ତାହା ସ୍ଥାନାନ୍ତରିତ ହୋଇଥିଲା। ଡକ୍ଟର କାଲାମଙ୍କର ଧର୍ମୀୟ ଭାବନା ଏବଂ ଆଧ୍ୟାତ୍ମିକ ମତ ଥିଲା ଅନନ୍ୟ। ସେ ତାଙ୍କ ଜୀବନର ଆଧ୍ୟାତ୍ମିକ ଯାତ୍ରାକୁ ନିଜେ ଗଢ଼ିଥିଲେ, ଯାହାକୁ ସେ ତାଙ୍କ ପୁସ୍ତକ ଟ୍ରାନ୍ସେଣ୍ଡେନ୍ସ ମାଇ ସ୍ପିରିଚୁଆଲ୍ ଏକ୍ସପେରିଏନ୍ସ ୱିଥ୍ ପ୍ରମୁଖ ସ୍ୱାମୀଜୀରେ ବର୍ଣ୍ଣନା କରିଯାଇଛନ୍ତି। ସବୁଦିନ ନମାଜ କରିବା ଏବଂ ରାମଦାନରେ ଉପବାସ କରିବା ଥିଲା ତାଙ୍କର ଅଭ୍ୟାସ। ସବୁ ଦର୍ଶନର ମତକୁ ସମ୍ମାନ ଜଣାଇବା ଥିଲା ତାଙ୍କର ଏକ ଭଲ ଗୁଣ। କୋରାନକୁ ବିଶ୍ୱାସ କରିବା ସହିତ ସଂସ୍କୃତ ଶିଖି ଭଗବତ ଗୀତା ଅଧ୍ୟୟନ କରିବା ଥିଲା ତାଙ୍କର ଅଭ୍ୟାସ। ତାମିଲ ଭାଷାରେ କବିତା ରଚନା କରିବା, ବୀଣା ବଜାଇବା, କର୍ଣ୍ଣାଟକୀ ଡିଭୋସନାଲ ମ୍ୟୁଜିକ୍ ଶୁଣିବା ଥିଲା ତାଙ୍କର ଅଭ୍ୟାସ। କାଲାମଙ୍କର ଆନ୍ତରିକ ଇଚ୍ଛା ଥିଲା ଧର୍ମ ଏବଂ ଆଧ୍ୟାତ୍ମିକ ଗୁରୁମାନଙ୍କ ଠାରୁ କିଛି ଶିକ୍ଷା କରି ଭାରତକୁ ଏକ ସମୃଦ୍ଧ ରାଷ୍ଟ୍ର ଗଢ଼ିବାର ପରିକଳ୍ପନା। ସେହି ମର୍ମରେ ସେ ପ୍ରମୁଖ ସ୍ୱାମୀଙ୍କୁ ଭେଟିଥିଲେ, ଯାହାଙ୍କୁ ସେ ତାଙ୍କର ଆଲ୍ଟିମେଟ୍ ସ୍ପିରିଚୁଆଲ ଟିଚର ଭାବରେ ଗ୍ରହଣ କରିଥିଲେ। ଶ୍ରୋତାବନ୍ଧୁ, କାଲାମ ଏପରି ଏକ ମଣିଷ ଥିଲେ ଯିଏ ବିନା କିଛି ସୁପାରିଶରେ ଉପରକୁ ଉଠି ଚାଲିଥିଲେ। ସେ କୌଣସି ରାଜନୈତିକ ଦଳର ନଥିଲେ ବି ସମାଜର ସବୁ ବର୍ଗର ଲୋକ ତାଙ୍କୁ ଯଥେଷ୍ଟ ସମ୍ମାନ ଦେଇଥିଲେ। ସେ ସ୍ୱାଭାବିକ ଭାବରେ ଦେଶର ସର୍ବୋଚ୍ଚ ପଦବୀ ମଣ୍ଡନ କଲେ। ତାଙ୍କର ସାଧନା ଏବଂ ସଚ୍ଚୋଟତା ତାଙ୍କୁ ବିଭିନ୍ନ ପଦବୀରେ ସ୍ୱତଃ ପ୍ରତିଷ୍ଠିତ କରିପାରିଥିଲା। ଯେମିତି ଭାବରେ ସେ ବିଜ୍ଞାନ ଓ ବୈଜ୍ଞାନିକ ସମ୍ପ୍ରଦାୟ ସହିତ ଯୋଡ଼ି ହୋଇ ରହିଥିଲେ, ଭାରତର ଜନସାଧାରଣ ତାଙ୍କୁ ଅଣଦେଖା କରିବା ଅସମ୍ଭବ ଥିଲା। ଶିକ୍ଷିତ ଅଶିକ୍ଷିତ, ଧନୀ ଗରିବ ସବୁ ଶ୍ରେଣୀର ନାଗରିକ ତାଙ୍କୁ ଜାଣିଥିଲା। କାଲାମ ଏପରି ଜଣେ ବ୍ୟକ୍ତିତ୍ୱ ଥିଲେ ଯେ ଜଣେ ଏତେ ବଡ଼ ବୈଜ୍ଞାନିକ ତଥା ଦେଶର ସର୍ବୋଚ୍ଚ ପଦବୀ ଧାରଣ କଲେ ମଧ୍ୟ ସରଳତା ତାଙ୍କର ବଳବତ୍ତର ରହିଥିଲା। ତାଙ୍କୁ ଅତି ସହଜ ଭାବରେ ପ୍ରାପ୍ତ କରାଯାଇପାରୁଥିଲା, କାରଣ ତାଙ୍କ ବାଲ୍ୟକାଳ ଅତି ସାଧାରଣ ପରିବାରରେ କଟିଥିଲା। ଅଭାବ ଅସୁବିଧାର ଜାଲକୁ ଚିରି ସମାଜରେ ଆଗକୁ ବଢ଼ିବାର ସ୍ୱପ୍ନକୁ ସାକାର କରିବାର ପ୍ରେରଣା ଆଜିର ଯୁବପିଢ଼ି ତାଙ୍କ ଜୀବନରୁ ଶିକ୍ଷା କରୁ। ତାଙ୍କ ଭଳି ବ୍ୟକ୍ତିତ୍ୱମାନେ ବାସ୍ତବ ଭାରତର ଚିତ୍ରକୁ ଦର୍ଶାଇଛନ୍ତି। ସେ ଆଗାମୀ ପିଢ଼ିମାନଙ୍କ ପାଇଁ ପ୍ରେରଣା ହୋଇ ରହିବେ। ଆପଣମାନେ ଧୈର୍ଯ୍ୟର ସହିତ ବାସ୍ତବ ଭାରତ ଭାଗ 9ରେ ଏପିଜେ ଅବଦୁଲ କାଲାମଙ୍କର ବିଷୟଟିକୁ ସମ୍ପୂର୍ଣ୍ଣ ଶୁଣିଥିବାରୁ ଧନ୍ୟବାଦ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।